5 ଲକ୍ଷରୁ ଅଧିକ ଲୋକଙ୍କୁ ଆଉ ମିଳିବନି ମାଗଣା ରାସନ। ଏହି କାରଣ ତାଲିକାରୁ କଟିଲା ନା। ତେବେ ମାଗଣା ରାସନ ଲାଭ ପାଉଥିବା ଲୋକଙ୍କ ପାଇଁ ବଡ଼ ଖବର। ଏମାନଙ୍କର ରାସନ ତାଲିକାରୁ କଟିଯିବ ନା। ପ୍ରାୟ 5,37,844 ଜଣ ରାସନ କାର୍ଡଧାରୀ ନା ଲିଷ୍ଟରୁ କଟିଯିବ। ଏହା ସହିତ ଆଗାମୀ 3 ମାସ ପାଇଁ ସେମାନଙ୍କର ନାମ ରାସନ କାର୍ଡ ତାଲିକାରୁ ସ୍ଥଗିତ ରଖାଯିବ। ମାଗଣା ରାସନ ପାଇବା ପାଇଁ EKYC ସମ୍ପୂର୍ଣ୍ଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ତାହା କରନ୍ତିନି ତେବେ ଏହା ସହିତ ଆସୁଥିବା ଲାଭରୁ ଆପଣ ବଞ୍ଚିତ ହୋଇପାରିବେ। ଯେଉଁମାନେ ସେମାନଙ୍କର EKYC ସମ୍ପୂର୍ଣ୍ଣ କରିବାରେ ବିଫଳ ହୁଅନ୍ତି ସେମାନଙ୍କ ନାମ ରାସନ କାର୍ଡ ତାଲିକାରୁ ହଟିଯିବ ବୋଲି ସରକାର ଘୋଷଣା କରିଛନ୍ତି। ଯୋଗାଣ ବିଭାଗ ଅନୁଯାୟୀ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ରାସନ କାର୍ଡଧାରୀଙ୍କୁ EKYC କରିବା ବାଧ୍ୟତାମୂଳକ ଥିଲା। ଏମିତି ରାଜ୍ୟ ଏବଂ ଦେଶ ବିଦେଶର ଟପ୍ ନ୍ୟୁଜ୍ ଖବର ପ୍ରତ୍ୟେକ ଦିନ ଜାଣିବା ପାଇଁ ଆମ ଚ୍ୟାନେଲକୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ଏବେ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ପ୍ରତ୍ୟେକ ଦିନ ରାଜ୍ୟ ଏବଂ ଦେଶ ବିଦେଶର ଟପ୍ ନ୍ୟୁଜ୍ ଖବର ଜାଣିପାରିବେ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।